आजिर पाठचक्र रे जोड़ी थिबा समस्त भाई को आंतरिक प्रणाम। वंदे मातरम। माँ प्रभु तुम्हें स्वयं विराजित, प्रभु तुम्हें निजे आविर्भूत, प्रभु तुम्हें स्वयं विराजित, प्रभु तुम्हें निजे आविर्भूत। शत शत जीव तम पीड़ित, शत शत जीव तम पीड़ित, नुहंति के भयभीत, प्रभु तुम्हें स्वयं विराजित, प्रभु तुम्हें निजे आविर्भूत। पहिली उषार दिगंत उज्जले, काल अरुण रागे, असीम आशार पुलकित मने, नव संभावना जागे। पहिली उषार दिगंत उज्जले, काल अरुण रागे, असीम आशार पुलकित मने, नव संभावना जागे। आसीब से दिन तिमिर ज्ञान, आसीब से दिन तिमिर ज्ञान, हेब चिर पराहत, प्रभु तुम्हें स्वयं विराजित, प्रभु तुम्हें निजे आविर्भूत। हे अंतरतम शाश्वत विस्मय, जेबे आस भावना रे, उछुड़ी उठाई दिगंत फरासी, चिरकृत ज्ञातानि रे। हे अंतरतम शाश्वत विस्मय, जेबे आस भावना रे, उछुड़ी उठाई हृदय सरसी, चिरकृत ज्ञातानि रे। तब पद पद्मे जनाऊ नीरवे, तब पद पद्मे जनाऊ नीरवे, शत शत प्रणिपात, प्रभु तुम्हें स्वयं विराजित, प्रभु तुम्हें निजे आविर्भूत। शत शत जीव तम पीड़ित, शत शत जीव तम पीड़ित, नुहंति के भयभीत, प्रभु तुम्हें स्वयं विराजित, प्रभु तुम्हें निजे आविर्भूत, प्रभु तुम्हें स्वयं विराजित, प्रभु तुम्हें निजे आविर्भूत। माँ विशद आलोचना रखिए सम्मान्य सुकांत भाई। भाई को अनुरोध करछि। भाई नमस्कार।
ଏବେ ଆଲୋଚନା ରଖନ୍ତୁ। ମା ବାପା ନମସ୍କାର। ଶ୍ରୀମା ଶ୍ରୀ ଅରବିନ୍ଦ ସମସ୍ତଙ୍କୁ ନମସ୍କାର, ବନ୍ଦେ ମାତରମ୍। ଆଜି ଯୋଉ ବିଷୟଟି ଅଛି ତ ବହୁତ ସମୟରେ ଆମେ ପ୍ରାୟତଃ ଶୁଣିଥିବା ଗୁଡୱିଲ୍, ସଦିଚ୍ଛା। ପୂର୍ବରୁ ଆମେ ଯେତେ ଗୁଡେ ଭାଇ ଟିକେ କ୍ୱାଲିଟି କମ୍ ପଢିଲେଣି, ଶୁଭୁଛି, ଭାଇ ଟିକେ ସ୍ଲୋ ଶୁଭୁଛି। ତା ମଧ୍ୟରେ ହଁ ହଁ ଅପା ବର୍ଷା ଜୋରେ ହଉଛି, କେମିତି କଣ ସମସ୍ୟା ହଉଛି ମୁଁ କହିପାରିବିନି। ଏବେ ଠିକ ହେଲା କି? ଏବେ ବଡ ପାଟିରେ କହିଲେ ବୋଧେ ଟିକେ ଭଲ ଶୁଭିଲା। ଆଚ୍ଛା ଓକେ, ବର୍ଷା ବା କଣ୍ଟିନ୍ୟୁ ଚାଲିଛି ତ, ଠିକ ଅଛି। ତେଣୁ ଯୋଉ ବିଷୟଟି ଅଛି ଆମେ ଜାଣିଛନ୍ତି ବହୁତ ସମୟରେ ଆଲୋଚନା ହୁଏ ସଦିଚ୍ଛା, ଗୁଡୱିଲ୍। ପୂର୍ବରୁ ଆମେ ଯାହା ସବୁ ପଢିଛନ୍ତି ସେ ସିନସିୟରିଟି ହଉ, ରିସିପ୍ଟିଭିଟି ହଉ, ହ୍ୟୁମିଲିଟି ହଉ, ଇକ୍ୱାଲିଟି ହଉ, ଗ୍ରାଟିଚ୍ୟୁଡ ହଉ, ଠିକ ସେଇଭଳି ଭାବରେ ସଦିଚ୍ଛା ଏଭଳି ଗୋଟେ ଗୁଣ, କ୍ୱାଲିଟି ଯାହାକୁ ଆମେ ସମସ୍ତେ ଆୟତ୍ତ କରିପାରିବା। ତେଣୁ ସେଇ ଉଦ୍ଦେଶ୍ୟରେ ଆମେ ଦେଖିବା, ମା କହୁଛନ୍ତି ଗୁଡୱିଲ୍ ମିନ୍ସ wanting to do good always. Goodwill means wanting to do good always. ଭଲରେ କହୁଛନ୍ତି ଯେ ସଦିଚ୍ଛାର ଅର୍ଥ ହେଉଛି ସର୍ବଦା କଲ୍ୟାଣ କରିବାର ଇଚ୍ଛା। ସର୍ବଦା କଲ୍ୟାଣ କରିବାର ଇଚ୍ଛା। ତ ଏଇଠି ମା କହୁଛନ୍ତି ଯେତେବେଳେ ଜଣେ ଉଚ୍ଚତର ଚେତନାରେ ବସବାସ କରିବ ସେ ହିଁ ସେ କାର୍ଯ୍ୟଟି କରିପାରିବ, ସମସ୍ତେ ସେ କାର୍ଯ୍ୟଟି କରିପାରିବେ ନାହିଁ। ଜଗତ କଲ୍ୟାଣ ହବ, ସମଗ୍ର ବିଶ୍ୱର କଲ୍ୟାଣ ହବ, ମାନବ ଜାତିର କଲ୍ୟାଣ ହବ। ତେଣୁ ଯୋଉ କାର୍ଯ୍ୟଟି କରିବା ପାଇଁ ଶ୍ରୀ ଅରବିନ୍ଦ ଏବଂ ଶ୍ରୀମା ଆସିଛନ୍ତି, ନିଜ ପାଇଁ ସେ କିଛି କରିନାହାନ୍ତି, ଯାହା କିଛି କରିଛନ୍ତି ଜଗତ କଲ୍ୟାଣ ପାଇଁ, ବିଶ୍ୱକୁ ଉଦ୍ଧାର କରିବା ପାଇଁ, ଆମରି ମାନଙ୍କ ପାଇଁ, ସମଗ୍ର ମାନବ ଜାତି ପାଇଁ। ତେଣୁ ସେଥିପାଇଁ ପ୍ରଥମ କଥା ହଉଛି ଯିଏ ନିଜ ମଧ୍ୟରେ ସଦିଚ୍ଛାକୁ ଜାଗ୍ରତ କରିନାହିଁ ସେ ଅନ୍ୟ ପାଇଁ ସଦିଚ୍ଛା ପ୍ରେରଣ କରିପାରିବ ନାହିଁ, ପଠେଇ ପାରିବ ନାହିଁ ବା ଦେଇପାରିବ ନାହିଁ। ସଦିଚ୍ଛା ହଉଛି ସେଇ କଥା ଯେ ଆମେ ଆମର ମନୋଭାବକୁ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ ପରିଷ୍କାର କରିବା। ମନୋଭାବ କହିଲେ ଆଜି ଯୋଉ ଜୀବନଟି ଆମେ କାଟୁଛନ୍ତି, ଏତେ ବିଜି, ଏତେ ନଏଜ୍, ଏଭଳି ଗୋଟେ ଭୟଙ୍କର କଣ୍ଡିସନରେ ବସବାସ କରୁଛନ୍ତି ଯେ ମଣିଷକୁ ଦେଖି ଖୁସି ହେଇପାରୁନାହିଁ। ଯାହାକୁ ପଚାରିଲେ ଗୋଟିଏ କଥା, ଆଜି ସମଗ୍ର ବିଶ୍ୱରେ ଭୟଙ୍କର ଜୀବ କିଏ ନା ମଣିଷ। ଯଦି ମଣିଷ ମଧ୍ୟରେ ସିଏ ଅଛନ୍ତି, ସବୁରି ମଧ୍ୟରେ ସିଏ ରହିଛନ୍ତି, ସବୁରି ଘଟରେ ସିଏ ଅଛନ୍ତି, ସର୍ବବ୍ୟାପୀ ସିଏ ଅନ୍ତର୍ନିବାସୀ, ସବୁରି ମଧ୍ୟରେ ସିଏ ହିଁ ସଂଯୁକ୍ତ ହେଇ ଅଛନ୍ତି, ଗୁପ୍ତ ଭାବରେ କାମ କରୁଛନ୍ତି, ସିକ୍ରେଟ କାମ କରୁଛନ୍ତି। ତେଣୁ ସଦିଚ୍ଛାକୁ ନେଇ ବଞ୍ଚିବା ଏତେ ସହଜ ହେଇପାରିବ ନାହିଁ ଯେତେବେଳେ ଜଣେ ନିଜକୁ ଆବିଷ୍କାର କରିନାହିଁ, ନିଜର ଯଥାର୍ଥ ପରିଚୟ ପାଇନାହିଁ। ଜଣେ ହଁ ମୁହଁରେ କହିଦବ ମୋର ସଦିଚ୍ଛାପୂର୍ଣ୍ଣ ମନୋଭାବ ଅଛି, ମୁହଁରେ କହିବା ପାଇଁ କିଛି ପଇସା ପଡେନି, କିଛି ପରିଶ୍ରମ କରିବାକୁ ପଡେନି। ମୁହଁରେ ତ ଆମେ ଅନେକ କଥା କହୁଛେ, ମାଙ୍କୁ ଭଲ ପାଇବା, ମା କାର୍ଯ୍ୟରେ ନିଜକୁ
ସାମିଲ କରିବା, ମାଙ୍କ ପ୍ରୀତ୍ୟାର୍ଥେ ବଞ୍ଚିବା, ଭଗବାନ କାର୍ଯ୍ୟ କରିବା, କୌଣସି କଣ୍ଡିସନ ରହିବନି, ସ୍ୱାର୍ଥ ରହିବନି, ଅହଙ୍କାର ରହିବନି, ତ ମୁହଁରେ ବହୁ ସମୟରେ ପ୍ରକାଶ ହଉଛି, କିଛି ଅସୁବିଧା ନାହିଁ। କିନ୍ତୁ ବାସ୍ତବରେ ଯାହାଟା ଆମେ ମୁହଁରେ କହୁଛେ ସେ କଥାକୁ ନେଇ ବଞ୍ଚିଲେଣି କି? ତ ଜଣେ କିଭଳି ଭାବରେ ନିଜକୁ ସାକ୍ରିଫାଇସ୍ କରିବ ଜଗତ କଲ୍ୟାଣ ପାଇଁ? ଯୋଉ ମା କହୁଛନ୍ତି ସଦିଚ୍ଛାର ଅର୍ଥ ହେଉଛି ସର୍ବଦା କଲ୍ୟାଣ କରିବାର ଇଚ୍ଛା, ଗୋଟେ ସଂକଳ୍ପ, ଦୃଢ ଇଚ୍ଛା, ଏଭଳି ଗୋଟେ ଇଚ୍ଛା କାର୍ଯ୍ୟ କରିବ, ଯାହା ବି ହଉଛି ହଉ, ମୋର କାର୍ଯ୍ୟ ହଉଛି କେବଳ ଭଗବାନ ପାଇଁ, ତାଙ୍କରି ଉଦ୍ଦେଶ୍ୟରେ। ଯେଭଳି ଭାବରେ ସେମାନଙ୍କୁ ପ୍ରଶ୍ନ କରାହେଲା ଯେ ଆମେ ଏଠି କାହିଁକି ଅଛୁ, ସେମାନେ କହିଲେ ସିଧା କଥା ଯେ ଆମେ ଭଗବାନଙ୍କୁ ଜୀବନରେ ଚରିତାର୍ଥ କରିବା, ପରିପ୍ରକାଶ କରିବା, ଆମକୁ ସେଥିପାଇଁ ଜୀବନ ଦିଆହେଇଛି। ଯେମିତି ମା କହିଲେ ଆମେ ତାଙ୍କୁ ଖୋଜିବା, ତାଙ୍କୁ ଅନୁଭବ କରିବା, ନିଜ ହୋଇ ଉଠିବା। ତେଣୁ ସଦିଚ୍ଛାକୁ ନେଇ ବଞ୍ଚିବା ପ୍ରାୟତଃ ଜନ୍ମ ହେଇନାହିଁ। ସଦିଚ୍ଛାଟା ଜନ୍ମ ହବ, ଆମ ଭିତରେ ସେ ଜାଗ୍ରତ ହବ, ଆମ ଭିତରେ ସେ ପରିପ୍ରକାଶ ହବ। ଯଦି ମା କହୁଛନ୍ତି ଏକମାତ୍ର କାର୍ଯ୍ୟ ହଉଛି ଯେ ଆମେ ଉଚ୍ଚତର ଚେତନାରେ ବସବାସ କରିବା, ହାୟର କନସିୟସନେସ୍। ଯଦି ଟିକେ ଆମେ ଉଚ୍ଚତର ଚେତନାରେ ବସବାସ କରିବା ତାହେଲେ ଆପଣା ଛାଏଁ ସଦିଚ୍ଛା ବଳବତ୍ତର ହବ, ଶକ୍ତିଶାଳୀ ହବ ଏବଂ ସମସ୍ତ ପାଇଁ ଉପଯୋଗୀ ହବ। ତେଣୁ ଉଚ୍ଚତର ଚେତନା ଏବଂ ନିମ୍ନ ଚେତନା ମଧ୍ୟ ତ ଅନେକ ଆଲୋଚନା ହଉଛି, ଅନେକ ବିଶ୍ୱବିଦ୍ୟା ହଉଛି, ଅନଲାଇନରେ ଅଫଲାଇନରେ ସବୁ ଆଲୋଚନା ହଉଛି। ତେଣୁ କଣ ସେ ନିମ୍ନ ଚେତନା, ଲୋୟର ଭାଇଟାଲଟା କଣ, ଲୋୟର କନସିୟସନେସ୍ କଣ, ହାୟର କନସିୟସନେସ୍ କଣ, ଉଚ୍ଚତର ଚେତନା, ନିମ୍ନ ଚେତନା କୁ ନେଲେ ଅନେକ କଥା ଆମେ ଆଲୋଚନା କରିପାରିବା। ତେଣୁ ମୋର ଗତି ହଉଛି, ଆମ ସମସ୍ତଙ୍କ ଗତି ହଉଛି ଯେହେତୁ ଉଦ୍ଧାୟନ ଗତି, ତେଣୁ ଉଦ୍ଧାୟନ ଗତି ପାଇଁ ଯାହା ଯାହା ପ୍ରଯୁଜ୍ୟ, ଯାହା ଯାହା ଆବଶ୍ୟକ, ଯାହା ଯାହା ନିଡି, ସେଇଭଳି ଢଙ୍ଗରେ ସେଇଭଳି ରକମରେ ବଞ୍ଚିବାକୁ ପଡିବ। ସେଥିପାଇଁ କହିଲେ ଦ ଓନ୍ଲି ଟ୍ରୁ ଗୁଡ୍ ଇଜ ଦ ୱିଲ୍ ଅଫ ଦ ସୁପ୍ରିମ ଲର୍ଡ। ଏକମାତ୍ର ଯଥାର୍ଥ କଲ୍ୟାଣ କହିଲେ ପରମ ପ୍ରଭୁଙ୍କ ଇଚ୍ଛାକୁ ହିଁ ବୁଝାଇବ। ପ୍ରଭୁ ଯାହା ଚାହାନ୍ତି, ପ୍ରଭୁଙ୍କର ଇଙ୍ଗିତ ଇଣ୍ଡିକେସନ କଣ ଅଛି, ସେ କଣ ନିର୍ଦ୍ଦେଶ କରୁଛନ୍ତି? ହନୁମାନଜୀ ପ୍ରତିଟି ମୁହୂର୍ତ୍ତରେ ରେଡି ଥିଲେ ଯେ ମୋ ପ୍ରଭୁ ମତେ କଣ ଇଣ୍ଡିକେସନ ଦେବେ, ଭଗବାନ ଶ୍ରୀରାମ କଣ ଇଣ୍ଡିକେସନ ଦେବେ, ସେ ଅହରହ ସଜାଗ ଥିଲେ। ଆଶ୍ରମରେ ଚମ୍ପକଲାଲଜୀ କେତେ କଥା ଆମେ ଆଲୋଚନା କରୁଛନ୍ତି। ପ୍ରତିଟି ମୁହୂର୍ତ୍ତରେ କିଭଳି ଭାବରେ ସିଏ ମାଙ୍କର ପ୍ରଭୁଙ୍କର ସେବାଟି କରୁଥିଲେ, ସଦା ଜାଗ୍ରତ ଥିଲେ। ତେଣୁ ପ୍ରଭୁଙ୍କ ଇଚ୍ଛା ସହିତ ମୋ ଇଚ୍ଛା ମିଶିବ, ମୋ ଇଚ୍ଛା ତାଙ୍କ ଇଚ୍ଛା ନୁହେଁ, ମୋ ଇଚ୍ଛା ତାଙ୍କ ଇଚ୍ଛା ନୁହେଁ, ତାଙ୍କ ଇଚ୍ଛାକୁ ମୋ ଇଚ୍ଛା, ମୋର ପ୍ରେୟାର ହଉଛି ଯେ ଭଗବାନ ତୁମେ ଯାହା ଇଚ୍ଛା କରିଛ ତୁମ ଇଚ୍ଛା ସହିତ ମୋ ଇଚ୍ଛା ମିଶିଯାଉ। ଏଇଟା ହଉଛି କି ଆଜିକାଲି ସୋସାଇଟିରେ? ଏଇଟା ହଉଛି କି? ପ୍ରତିଟି ମୁହୂର୍ତ୍ତରେ ଆମର ଡିମାଣ୍ଡ ରହିଛି, ଦାବି ରହିଛି, ମୋ ଇଚ୍ଛା ହିଁ ପୂର୍ଣ୍ଣ ହଉ, ମୋ ଇଚ୍ଛା ହିଁ ପୂର୍ଣ୍ଣ ହଉ, ମୋ କଥାଟି ହଉ, ମୋ କଥାଟି ହଉ। ତୁମେ ବଧିରା ହେଇଗଲ, ମୋ କଥା ଶୁଣିଲଣି, ତୁମେ ପଥର ହେଇଗଲ, ଜଡ ହେଇଗଲ। ସବୁବେଳେ ମୁଁ ଆଉ ମୋର ହେଇକି ଆମେ ଅଛୁ। ଆମର ଯୋଉ ସର୍କଲଟା ଅଛି, ମୁଁ ଆଉ ମୋର ବନ୍ଧା ହେଇକି ଅଛୁ। ତେଣୁ ଗୁଡୱିଲଟା ଏଭଳି ଗୋଟେ ବେଷ୍ଟ କ୍ୱାଲିଟି, ଜଗତ କଲ୍ୟାଣ ହବ, ବିଶ୍ୱର କଲ୍ୟାଣ ହବ, ସମଗ୍ର ମାନବ ଜାତିର କଲ୍ୟାଣ ହବ। ଜଣେ କଣ ସେଇଭଳି ଉଚ୍ଚତର ଜୀବନ ନ ବଞ୍ଚିଲେ ସେ କହିପାରିବ? ଅସମ୍ଭବ କଥା।
ତେଣୁ ତାଙ୍କ ଇଚ୍ଛା ସହିତ ମୋ ଇଚ୍ଛା ମିଶିବ। ଯେମିତି ମା କହୁଛନ୍ତି ଲେଟ୍ ୟୋର ୱିଲ୍ ବି ଡନ୍ ନଟ୍ ମାଇନ୍। ଆମେ ଗୋଟେ କହୁଛୁ ଲେଟ୍ ଦାଇ ୱିଲ୍ ବି ଡନ୍। ଲେଟ୍ ୟୋର ୱିଲ୍ ବି ଡନ୍ ନଟ୍ ମାଇନ୍। ହେ ପରମ ପ୍ରଭୁ ତୁମ ଇଚ୍ଛା ପୂର୍ଣ୍ଣ ହଉ, ମୋ ଇଚ୍ଛା ନୁହେଁ। ତୁମେ ଯାହା ଚାହିଁଛ ତୁମ ଚାହିଁବା ସହିତ ମୋ ଚାହିଁବାଟା ମିଶିଯିବ। ତୁମରି ହିସାବରେ ମୁଁ ଜୀବନ ବଞ୍ଚିବି। ତୁମେ ଯୋଉ ନ୍ୟୁ ପାଥ ଆଣିଛ, ନ୍ୟୁ କନସିୟସନେସ୍ ଆଣିଛ, ନ୍ୟୁ କ୍ରିଏସନ ଆଣିଛ, ନୂଆ ରାସ୍ତା ଖୋଲି ଦେଇଛ, ଯାହା ସବୁ କରିଛ ସେଇ କଥାରେ ମୁଁ ନିଜକୁ ଯୁକ୍ତ କରେଇବି, ସାମିଲ କରେଇବି, ସେଇ ସ୍ରୋତରେ ସାମିଲ ହେବି। ଯଥାର୍ଥ କଲ୍ୟାଣ କହିଲେ ପରମ ପ୍ରଭୁଙ୍କ ଇଚ୍ଛାକୁ ବି ବୁଝେଇବ। କିନ୍ତୁ ଆମେ ଆମର ସୌଭାଗ୍ୟ ଆମେ ଯାହାଙ୍କୁ ଜୀବନରେ ପାଇଛେ ଯୁଗ୍ମ ଅବତାର ହି ଆଣ୍ଡ ସି ବୋଥ ୱାନ୍। ଯଦି ଏଇ ଜୀବନରେ ଆମେ କିଛି ବୁଝିଲେଣି, କିଛି ପାଇଲେଣି, କିଛି ଦଖଲ କଲେଣି, କିଛି ଆୟତ କରୁଛେ, କେବଳ ଓନ୍ଲି ହର ଗ୍ରେସ୍, କେବଳ ତାଙ୍କର ହିଁ କୃପା, ମାଙ୍କର କୃପା। ତେଣୁ ଏଇ ଜୀବନରେ ଆମେ ଯେତେ ପାରିବା ତାଙ୍କ ସହିତ ଯୁକ୍ତ ହବା, ତାଙ୍କର ଇଚ୍ଛାରେ ଆମେ ବଞ୍ଚିବା। ଆମର ଇଚ୍ଛା ବୋଲି କିଛି ନାହିଁ, ସିଏ ଯାହା କହିବେ ଆମେ କରିବା। ସେଇଭଳି ଭାବରେ ନିଜକୁ ଆମେ ପ୍ରିପେୟାର କରିବା। ପ୍ରସ୍ତୁତି, ମା ତୁମେ ଯାହା କହିବ ମୁଁ ତାହା ହିଁ ଜାଣିବି, ଆଇ ସାଲ୍ ନୋ। ତୁମେ ଯାହା ଚାହୁଁଛ ମୁଁ ତାହା ହିଁ ହେବି, ଆଇ ସାଲ୍ ବି। ତୁମେ ଯାହା ଚାହୁଁଛ କରିବା ପାଇଁ ମୁଁ ତାହା ହିଁ କରିବି, ଆଇ ସାଲ୍ ଡୁ। ଏରେ କୌଣସି ଫରକ ରହିବନି, ନୋ ଡିଫରେନ୍ସ, ନୋ ଭିନ୍ନତା। ତାଙ୍କ ଥଟ୍ ସହିତ ମୋ ଥଟ୍ସ ମିଶିବ। ସଦିଚ୍ଛା ଆମକୁ ଏଇ କଥା ଶିଖଉଛି, ମୋର ଯଦି କିଛି ଅସ୍ତିତ୍ୱ ଅଛି କାହା ପାଇଁ ଅଛି? ମୋର ନିଶ୍ୱାସ ପ୍ରଶ୍ୱାସ, ମୋର ଜୀବନ, ମୋର ମୁଁ ଯାହାକୁ ମୋର ବୋଲି କହୁଛି, କାହାର ସେ ଅବଦାନ ଯିଏ ଦେଇଛି ବୋଲି ମୁଁ ଅଛି। ସିଏ ହେଇଛନ୍ତି, ସିଏ ମୁଁ ହେଇଛନ୍ତି, ତେଣୁ ସିଏ ଅଛନ୍ତି ବୋଲି ମୁଁ ଅଛି। ଯଦି ସିଏ ନାହାନ୍ତି, ଯଦି ମା କହୁଛନ୍ତି ୱିଦାଉଟ୍ ହିମ୍ ଆଇ ଏକ୍ଜିଷ୍ଟ ନଟ୍, ତାହେଲେ ଆମେ କିଏ? ତାଙ୍କ ବିନା ମୋର ଅସ୍ତିତ୍ୱ ନାହିଁ। ତେଣୁ ମା ସେଟା କହୁଛନ୍ତି ସେଇମାନେ ଗୋଟେ ସଦିଚ୍ଛାପୂର୍ଣ୍ଣ ମନୋଭାବରେ କାମ କରିବେ। ଈଶ୍ୱର କହିଲେ ବୁଝିପାରୁଥିବେ। ଈଶ୍ୱର କହିଲେ କିଡା ଗୋଟେ କଥା, ଏମିତି କହିବା ପାଇଁ ଆମେ କହିଦେବାନି। ଈଶ୍ୱର ଲର୍ଡ ହଉ, ଗଡ ହଉ, ଇନଫିନିଟି ହଉ, ଆବସୋଲ୍ୟୁଟ ହୁଅନ୍ତୁ, ସେ ସୁପ୍ରିମ ହୁଅନ୍ତୁ, ସେ ପରମ ହୁଅନ୍ତୁ, ସେ ଅରୂପ ହୁଅନ୍ତୁ। ତେଣୁ ଯାହା ଆମେ ଶବ୍ଦଟି ବ୍ୟବହାର କରୁଛନ୍ତି ସେ ଶବ୍ଦ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ଯାହା ରହିଛି ତା ସହିତ ଯୁକ୍ତ ହବା। ସେଥିପାଇଁ କହିଲେ ଗୁଡୱିଲ of modest appearance, it makes no noise but is ever ready to be useful। ସଦିଚ୍ଛାର ଅର୍ଥଟି ହଉଛି ବାହାରକୁ ବିନମ୍ର ହୋଇ ରହିଥିବ, କୌଣସି କୋଳାହଳ କରିବ ନାହିଁ, ମାତ୍ର କାର୍ଯ୍ୟରେ ଲାଗିବା ପାଇଁ ସଦା ସର୍ବଦା ପ୍ରସ୍ତୁତ ହୋଇ ରହିଥିବ। ଯୁଆଡେ ଦେଖିବ କୋଳାହଳ। ଆମରି ଦେଖନ୍ତୁ ପାଠଚକ୍ରରେ ଆମେ ବରାବର କହୁଛୁ ନିରବତାକୁ ମା ଭଲ ପାଆନ୍ତି, ଶୃଙ୍ଖଳାକୁ ମା ଭଲ ପାଆନ୍ତି। ଟିକେ ଆମେ ଆଟେଣ୍ଟିଭ ହବା, ମନୋଯୋଗ ସହକାରେ ଶୁଣିବା, ଟିକେ ସାଇଲେନ୍ସ ମେଣ୍ଟେନ କରିବା, ଟିକେ ଧୀର ହୋଇ ବସିବା। ତଥାପି ସେଇ ଭିତରେ ମଧ୍ୟ କାହାର ମୋବାଇଲ କୁଙ୍କା ହଉଥିବ। ପ୍ରୋଗ୍ରାମଟା ସରିଲା ପରେ କି ଅପା, କି ଭାଇ, କି ନାନୀ, କି କକା, କେତେ କଥା ଆମେ ଆଲୋଚନା, ପୁରା ଯେମିତି ଗୋଟେ ମିଟିଂ ପଡିଯାଉଛି। କଣ ଖବର, କଣ ଖବର, କଣ ଖବର, କଣ ଡାଇନିଂ ତ ଯାହା ଅବସ୍ଥା ଛାଡନ୍ତୁ। ତାପରେ ଭୋଜି ଭଳିଆ ଆମେ ଗୋଟେ ଆସର ଜମଉଛୁ।
ତ କେବେ ଏସବୁ କଥା ଗୁଡାକ ନିଜ ମଧ୍ୟରେ ଭେଦିବ? କେତେ ଗ୍ରନ୍ଥ ଆଲୋଚନା ହଉଛି କହିଲେ? ଏଇ ଆଇଡରେ କେଡେ କେଡେ ମହାନ ଗ୍ରନ୍ଥ ସବୁ ଆଲୋଚନା ହଉଛି। ସମଗ୍ର ଓଡିଶାରେ ବିଭିନ୍ନ ଆଇଡରେ କେଡେ କେଡେ ମହାନ ମହାନ ସବୁ ଗ୍ରନ୍ଥ ଚର୍ଚ୍ଚା ଚାଲିଛି। କିନ୍ତୁ ଯୋଗର ମୂଳ ମନ୍ତ୍ର ହଉଛି, ଏ ଯୋଗର ମୂଳ ଉଦ୍ଦେଶ୍ୟ ହଉଛି ଉପଲବ୍ଧି। ଚର୍ଚ୍ଚା କମ, ବେଶୀ ଉପଲବ୍ଧି କର, ରିୟଲାଇଜ କର, ନିଜର ପରିଚୟ ପାଅ, ନିଜକୁ ଖୋଜ, ଅନ୍ତର୍ମୁଖୀ ଯୋଗ ଇଏ। ତ ଯାହା ଯାହା ସବୁ ମା କ୍ୱାଲିଟି ଦେଇଛନ୍ତି, ସେ କ୍ୱାଲିଟି ଗୁଡାକୁ ନେଇକି ଆମେ ବଞ୍ଚିବାକୁ ପଡିବ। କହିଲେ and growing within ଯାହା ହବ ଭିତରୁ ସବୁ ହବ। ଏ ଅଣ୍ଡା ଯାହା ହଉଛି ଭିତରୁ ହଉଛି, ବାହାରୁ ଜଣା ପଡିବନି। ତେଣୁ ସବୁବେଳେ ନିଜ ପାଇଁ ନିଜ ପାଇଁ ଏଜେଣ୍ଡା, କିଛି ନିୟମ କରିବା। ଏମିତି ସକାଳ ସମୟ ଭିତରେ ନେଇ ସମୀକ୍ଷା କରୁଛି, ଆତ୍ମସମୀକ୍ଷା। ତାହେଲେ ସେଲ୍ଫ ଆତ୍ମ ଅବଲୋକନ, ପ୍ରତିଦିନ କିଛି ସମୟ କାଢ, ନିଜକୁ ସମୀକ୍ଷା କର, ନିଜ ସହିତ ଯୁଦ୍ଧ କର। ନିଜ ଯୁଦ୍ଧ କରେ କହିଲେ, କିନ୍ତୁ ଆମର ଆଦ୍ୟା ଶକ୍ତି ମା ଅଦିତି ମା ଆମକୁ ଶିଖେଇଛନ୍ତି, ନିଜ ସହିତ ଯୁଦ୍ଧ କର। କୋଉଠି ଅଛି ସେ ଦୁର୍ବଳତା, କୋଉଠି ରହିଛି ୱିକନେସ, ଡିଜାୟାର୍ସ ଯାହା ସବୁ ରହିଛି, ସବୁ ଦୋଷ ତ୍ରୁଟି ସେ ସବୁ ବାହାରିବ। ସେଥିପାଇଁ କହୁଛନ୍ତି ଆମକୁ ଏଇ କଥା ସବୁ କରିବାକୁ ପଡିବ ଯେ ଗୁଡୱିଲ, ଦ୍ୟାଟ ମିନ୍ସ ଯାହା ଆମେ କରୁଛେ ପ୍ରତିଦିନ, ଗୋଟାଏ ଦିନର ଆମେ ଯଦି ଗୋଟେ ହିସାବ ନବା, ଆମକୁ ଲାଜ ମାଡ଼ିବ, ହସ ମାଡ଼ିବ। କେତେ ସମୟ କଣ କରୁଥିଲି, କେତେ ସମୟ ବେକାର କାଟିଦେଇଛି, କେତେ ସମୟରେ ଅନେକ ଇଲ୍ ୱିଲ୍, ଏଟା ଗୁଡୱିଲ୍ ସଦିଚ୍ଛା, ଇଲ୍ ୱିଲ୍ କଣ ଅସଦିଚ୍ଛା। କେତେ ସମୟ କାଟିଲି ଇଲ୍ ୱିଲ୍ କାଟିଛି, କେତେ ସମୟ ମୁଁ ଗୁଡ୍ ୱିଲ୍ କାଟିଛି, କେତେ ସମୟ ମୁଁ ଗୁଡ୍ ଥଟ୍ସ ରେ କାଟିଛି, କେତେ ସମୟ ମୁଁ ବ୍ୟାଡ୍ ଥଟ୍ସ ରେ କାଟିଛି। ସବୁ ହିସାବ ନିକାବ ହବ, ଗଣତି ମଣତି ହବ। ହିସାବ କଲେ ଜଣା ପଡିବ, ଧରା ପଡିଯିବ କେତେ ସମୟ ମୁଁ ଆତ୍ମା ବିହୀନ ହେଇକି ଆସିଥିଲି, ଆତ୍ମା ଯୁକ୍ତ ଆତ୍ମା ବିହୀନ। କେତେ ସହିତ ମୁଁ ମାଙ୍କୁ ଯୋଡି ହେଇକି ଥିଲି, କେତେ ସମୟ ମା ଛଡା ହେଇଥିଲି। ଯୋଡି ହେବା ଛାଡିବା, ଯୋଡା ଛଡା। ମାଙ୍କୁ ଯୋଡେଇକି ଥିଲି, ମାଙ୍କୁ ଛାଡିକି ଥିଲି, ମାଙ୍କ ବାହାରେ ଥିଲି। ଦିନ ସାରା ମୁଁ କଣ କରୁଛି, ରାତି ସାରା କଣ କରୁଛି, ସନ୍ଧ୍ୟା ସମୟ କେମିତି କଟିଛି। ଏଇ ଅଧଘଣ୍ଟା ପୂର୍ବରୁ କେତେ ସୁନ୍ଦର ଭାବରେ ମୋର ମନୋଭାବ ଥିଲା, ଏବେ ଘଣ୍ଟାଟା ପରେ ମନୋଭାବଟା କାହିଁକି ଚେଞ୍ଜ ହଉଛି। ତେଣୁ ଅହରହ ନିଜ ସହିତ ନିଜେ ଯୁଦ୍ଧ କରିବାକୁ ପଡିବ, ନହେଲେ ସଦିଚ୍ଛା ଜନ୍ମ ହବନି। ସଦିଚ୍ଛା କଣ ଯାହିତାଇ କଥା, ମା ତ ଲେଖିଦେଲେ, ପ୍ରଭୁ ତ ଲେଖିଦେଲେ, ଆମେ ତ ପଢୁଛନ୍ତି, ଅନଲାଇନ ଚାଲିଛି, ଅଫଲାଇନ ଚାଲିଛି, ଶୁଣିଦେଲେ ହେଇଯିବ କି? ନା, ପ୍ରାକ୍ଟିସ। ଯେତେବେଳେ ଆମେ ପ୍ରୟୋଗ କରିବା, ଇଏ ହଉଛି ଯେତେ ଆମେ ପ୍ରୟୋଗ କରିବା, ଆପ୍ଲାଏ କରିବା, ନିଜକୁ ଯୋଗ୍ୟ କରିବା, ସେଇ ରକମରେ ବଞ୍ଚିବାକୁ ପଡିବ। ମା କହୁଛନ୍ତି ମେଣ୍ଟାଲ ଗୁଡୱିଲ୍ ବେଳେବେଳେ ହୁଏ, ଗୁଡୱିଲ୍ ଟା ଆରମ୍ଭ ହବ, ଷ୍ଟାର୍ଟିଂ ହବ, ତାର ଟିକେ ସିଏ ତାର ଶୋ ଦେଖେଇବ, ମାନେ ଲୋକ ଟିକେ ଦେଖି ହବା। ଆମର ବହୁତ ସମୟରେ ଟିକେ ଶୋଇଂ ନେଚର, ଦେଖେଇ ହବାର ଭାବଟି ବହୁତ ସମୟରେ ପ୍ରକଟ ହୁଏ। ବହୁତ ଭାଇ ଏତିକି କାମ କରୁଛି, ସେତେ କାମ କରୁଛି, ଭାଇ ଦିନ ରାତି ଖଟୁଛି, ସମୟ କଲି। ଭାଇ ମୁଁ ଆପଣଙ୍କୁ କହିଦେଲି ଆପଣ ମୋର ନିଜର ବୋଲି, ଆପଣ କାହାକୁ କହିବେନି। ଏବେ ସେଇ ନିଜେ ବୁଲି ବୁଲି 100 ଲୋକକୁ କହିଥିବ, 100 ଲୋକ ସେ ବୁଲି କହିଥିବ, ସମସ୍ତଙ୍କୁ ସେଇ ଗୋଟେ କଥା କହିବ ଯେ ତୁମେ କାହାକୁ କହିବନି, ତୁମେ ନିଜେ ବୋଲି କହିଦେଲି ନା ଆଉ। ତ ମା କହିଲେ ମେଣ୍ଟାଲ ଗୁଡ୍
କରୁଛି କିନ୍ତୁ ଚଳିବ, ସେ ଆସ୍ତେ ଆସ୍ତେ ବେଶୀ ଗଭୀରକୁ ଯିବ। ମେଣ୍ଟାଲ ଗୁଡୱିଲ୍ likes to show of a little but is very useful। ମାନସିକ ସଦିଚ୍ଛା ଟିକେ ଦେଖେଇ ହୁଏ, ଦେଖେଇବାକୁ ଚେଷ୍ଟା କରେ ସତ, କିନ୍ତୁ ଭାରି ଉପଯୋଗୀ ହବ। ଆସ୍ତେ ଆସ୍ତେ ସେ ଥକି ପଡିବ, ଆରେ ମୁଁ କେତେ ଲୋକଙ୍କୁ ଏମିତି ମୋ କଥା ମାନେ ବଢେଇ ବଢେଇ ଚାଲିଛି, ହେ ମୁଁ ସେଠେଇ ଗଲି ଯେ ମତେ ଏତେ ଲୋକ ଖୋଜିଲେ, ସେଠେଇ ଖୋଜିଲେ, ଏତେ ଲୋକ ଖୋଜିଲେ। ମାନେ ଆପଣ କିଛି କେହି ପାଟି ଖୋଲୁନାହାନ୍ତି। ଆପଣ ଦେଖୁଥିବେ ଅଫଲାଇନରେ ଯୋଉ ଭଳି ଭାବରେ ବେଳେ ବେଳେ ଡିସ୍କସନ ହଉଛି, ନିଜକୁ ନିଜ ବକ୍ତା ମାନେ ବଢେଇ ବଢେଇ କହୁଛନ୍ତି, ଲଜ୍ଜା ମାଡୁଛି। ଆରେ ଆମେ କଣ କହିଲେ ଏଠି, ଏଠି ସୁକାନ୍ତ କିଏ କଣ ଏଠି? ଆମେ ଯାହା କଲେକ୍ସନ କରିଛେ, ମା କଣ କହିଛନ୍ତି ଆମେ କହୁଛେ, ପ୍ରଭୁ କଣ କହିଛନ୍ତି ଆମେ କଲେକ୍ସନ କରି କହୁଛେ, ଖାଲି ସେୟାରିଂ କରୁଛେ। ହଁ କିଛି ପରିଶ୍ରମ ହଉଛି, ଆମେ କିଛି ଲେଖା କଲେକ୍ସନ କରୁଛେ। ଅନେକ ଗ୍ରନ୍ଥ ରହିଛି, କିତାବ ରହିଛି, ଭଲଂସ ରହିଛି, କଥା ବହି ମାସନ ଲେଖିଛନ୍ତି, ତେଣୁ କଲେକ୍ସନଟା ହଉଛି। କଲେକ୍ସନ କରି ଆମେ ସମସ୍ତେ ସେୟାରିଂ କରୁଛେ। ତେଣୁ ମା ସେଟା ଦେଖିଲେ ବହୁ ସମୟରେ କଣ ହୁଏ ନା, ଯୋଉ ଶୋଇଂ ନେଚରଟା ଆସେ, କିନ୍ତୁ ସେ ଦିନେ ଥକିଯିବ। ଆରେ କାହା ପାଖରେ ମୁଁ ଏତେ ଶୋ ଦେଖଉଛି? ଯୋଉ ମା ଶ୍ରୀଅରବିନ୍ଦ ଆମ କଥା ଶୁଣୁଛନ୍ତି, ଯେମିତି ଲେଖିଲେ ଏଜେଣ୍ଡାରେ, ଯେ ମୋ ଖନା କଣ କହୁଛି ମୁଁ ଟିକେ ଶୁଣି ଦେଇକି ଆସେ। କିନ୍ତୁ ଆମେ ସମସ୍ତେ ଗୋଟେ ଯେମିତି ଖନା, ଆମେ କଥା କହୁଛେ, ମା ଆମର ଶୁଣୁଛନ୍ତି, ସେଇଠି ଅଛନ୍ତି, ଆମ ସହିତ ଶୁଣୁଛନ୍ତି, ଅନଲାଇନ ଅଛନ୍ତି, ଅଫଲାଇନ ସବୁଠି ଅଛନ୍ତି, ସେ ସବୁ ଶୁଣୁଛନ୍ତି, ଯେତେ ଡିସ୍କସନ ହଉଛି ଶୁଣୁଛନ୍ତି। ମେଣ୍ଟାଲ ଗୁଡୱିଲ୍ likes to show of a little but is very useful। ମାନସିକ ସଦିଚ୍ଛା କିଞ୍ଚିତ ଦେଖେଇ ହେବାକୁ ଚେଷ୍ଟା କରେ ସତ, କିନ୍ତୁ ଭାରି ଉପଯୋଗୀ। ପରେ ପରେ ସେ ଚେଞ୍ଜ ହବ, ସେ ଥକିଯିବ, ଯେମିତି ଭାବିବ, ଚିନ୍ତା କରିବ, ନାଇଁ ବହୁତ ହେଇଗଲା, ଆବଶ୍ୟକ ନାହିଁ। ତାଙ୍କରି କୃପାରେ ଚାଲିଛି, ତାଙ୍କରି କୃପାରେ ଶଗଡ଼ ଚାଲିଛି, ଗାଡି ଚାଲିଛି, ତାଙ୍କ ବିନା କିଛି ନାହିଁ। ମୁଁ ଯୋଉ ବାହାଦୁର ମାରୁଛି, ବହକଲିଆ ଗୁଣ ଦେଖଉଛି, କିଛି ନାହିଁ, ମୂଲ୍ୟ ନାହିଁ, କିଛି ମୂଲ୍ୟ ନାହିଁ। ଦିନେ ବୁଝିବ, ଜାଣିପାରିବ, ତାର ତ୍ରୁଟି କୋଉଠି ଅଛି ଜାଣିପାରିବ। ତ ଦିନେ ଏମିତି ମା କ୍ଲାସ ନଉଛନ୍ତି, କ୍ଲାସ ସମୟରେ ପୁରା ଏମିତି ଲଙ୍ଗ ସାଇଲେନ୍ସ, ମା ଚାଲିଗଲେ, ଦୀର୍ଘ ନିରବତା, ଆଖି ଖୋଲିଲେ, ମା ପୁରା ବିସ୍ମୟ ହଉଛନ୍ତି, ଆଶ୍ଚର୍ଯ୍ୟ ହଉଛନ୍ତି, ବିସ୍ମିତ। ଯୋଉ ବିରାଟ ସତ୍ୟକୁ ସେ ଓହ୍ଲେଇ ଆଣିଛନ୍ତି, ଦୁହେଁ ଏତେ ପରିଶ୍ରମ କରିଛନ୍ତି, କେତେ କଷ୍ଟ ସହିଛନ୍ତି, କେବେ ମଣିଷ ବୁଝିବ? ବହୁତ ସମୟରେ ମା କ୍ଲାସ ସମୟରେ ନିରବତା ଚାଲିଯିବେ, ପୁରା ଗଭୀରକୁ ଚାଲିଯିବେ, କିଛି ସମୟ ରହିଯିବେ, କ୍ଲାସଟି ସେମିତି ଥିବ। ମା ପୁଣି ଆଖି ଖୋଲୁଛନ୍ତି, ବାରମ୍ବାର କହୁଛନ୍ତି ନିଜକୁ ଖୋଜ, ନିଜକୁ ଖୋଜ, ନିଜକୁ ଖୋଜ, ନିଜକୁ ଖୋଜ, ନିଜକୁ ଆବିଷ୍କାର କର। ଖୋଜିବାର ଯୋଉ ଆନନ୍ଦ ଅଛି, ଥରେ ଯଦି ଆମେ ଖୋଜିକି ଠିକଣା ପାଇଗଲେ, ମୋ ଶରୀର ମୋ ମନ୍ଦିର, ମୋ ମନ୍ଦିର ଭିତରେ ମୋ ମା ବସିଛନ୍ତି, ମୋ ପ୍ରଭୁ ଏଇଠି ବିରାଜିତ, ମୁଁ କୁଆଡେ ବାହାରେ ବୁଲୁଛି ଢମଣା ଭଳି, ଧଣ୍ଡ ଭଳି। ତାକୁ ଥରେ ଯଦି ତମେ ପାଇଗଲ ନିଜକୁ, ଥରେ ପାଇଗଲ ନିଜକୁ, ଏତେ ପ୍ରବଳ ବେଗରେ ପ୍ରୋଗ୍ରେସ ହବ, ପ୍ରଗତି, ଯେମିତି ବନ୍ଧ ବାଡ ସବୁ ଭାଙ୍ଗିଦବ, ସେ ଏତେ ଜୋରରେ ପ୍ରଗତି ହବ, ବହୁତ ସ୍ପିଡିଲି ତମେ କାମ କରିବ। ଥରେ ଖାଲି ନିଜକୁ ଖୋଜି ଦିଅ, ନିଜକୁ ପାଇଯାଅ, ନିଜ ଠିକଣା ଯୋଉ ଭୁଲି ଯାଇଛେ, ସେ ଠିକଣାଟା ପାଇଯାଅ। ଠିକଣା ହଜିଯାଇଛି, ଠିକଣା ହଜିଯାଇଛି। ମା କହୁଛନ୍ତି ସେଥିପାଇଁ ଆମର ଆବଶ୍ୟକତା ହଉଛି, let us have a sincere aspiration
united to a constant goodwill, and the victory is certain. Victory is certain. Let us have a sincere aspiration, united to a constant goodwill, and the victory is certain. समस्त ପାଇଁ ଯାହା ଆବଶ୍ୟକତା ଏକ ନିଷ୍ଠାଯୁକ୍ତ ଅଭିସାର ସହ ଏକ ସଦିଚ୍ଛା ନିରନ୍ତର ରକ୍ଷା କରାଯାଉ। ଏଇଟା ମିଶିଲା ଏଠି ସିନସିୟର ଆସ୍ପିରେସନ ସହ ମିଶିଲା କନଷ୍ଟାଣ୍ଟ ଗୁଡୱିଲ୍, ଯୋଉଟା ଶବ୍ଦ ବୁଝିବା ଭଲସେ। ଗୋଟା ହଉଛି ସିନସିୟର ଆସ୍ପିରେସନ, ଦୁଇଟା ହଉଛି କନଷ୍ଟାଣ୍ଟ ଗୁଡୱିଲ୍। ଆସୁରା ମିଶିବ ଏକ ଆନ୍ତରିକ ଯୁକ୍ତ ଆଶ୍ୱାସ ସହ ଏକ ସଦିଚ୍ଛା ନିରନ୍ତର ରକ୍ଷା କରାଯାଉ ଓ ନିଶ୍ଚିତ ରୂପେ ବିଜୟ ହାସଲ କରାଯିବ। ଦ ଭିକ୍ଟରି ସଟନ୍। ସିନସିୟର ଆସ୍ପିରେସନ କଥା ଆମେ ବହୁତ ସମୟ ଆଲୋଚନା କରୁଛନ୍ତି, ପଢୁଛନ୍ତି, ଚନ୍ଦ୍ର କେତେ ସ୍ପଷ୍ଟ ଭାବରେ ମା ବହିରେ ଲେଖିଛନ୍ତି, ତ ଆମେ ଜାଣିଛନ୍ତି। ଯେମିତି ହଉ ଆମର ମଧ୍ୟ ମନେ ଅଛି। କଣ କହିଲି, ଯଦି ଆମେ ସିନସିୟର ହେଇବ ନାହିଁ ତାହେଲେ ସର୍ଜିକାଲ ଅପରେସନ୍ସ are necessary. Surgical operations are necessary. ନା ଗରମ ଲୁହା ଯଦି ଆମେ ନିଜକୁ ଗରମ ଲୁହା କରିବ, ଦାଗଟା ଥିଲେ ମନେ ପଡିଯିବ, ନାଇଁ ଲୋ ଏମିତି ହବନି, ଏମିତି କଥା ହବ, ନାଇଁ ନାଇଁ ଦାଗ ଅଛି ଆଉ, ଚିକ ନେଇଥିଲି ଆଉ, ମାନେ ପାଇଥିଲି ଆଉ, ବେତ ମାଡ଼ ଖାଇଛି ଆଉ, ଦାଗଟା ଅଛି। ତେଣୁ ସିନସିୟର ଆସ୍ପିରେସନ ସହିତ ମିଶିବ କନଷ୍ଟାଣ୍ଟ ଗୁଡୱିଲ୍, ଗୋଟେ ନିରନ୍ତର ସଦିଚ୍ଛା ବଳବତ୍ତୀ ହବ। ଦିଟା ମିଶିବ, ଦିଟା ମିଶିଗଲା ପରେ ମୋର ବିଜୟ, ଯଦି ମୋର ବିଜୟ ମୋ ପ୍ରଭୁଙ୍କ ବିଜୟ, ଯଦି ମୁଁ ନିଜକୁ ପାଇଗଲି ପ୍ରଭୁଙ୍କ ବିଜୟ। ହିଜ୍ ଭିକ୍ଟରି, ହିଜ୍ ଭିକ୍ଟରି। ଯଦି ନିଜକୁ ପାଇଗଲି, ଯଦି ଏଇଭଳି ଭାବରେ ଖୋଜି 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 ପାଇଗଲି, ଠିକଣା ପାଇଗଲି, ତାହେଲେ ମୋ ପ୍ରଭୁଙ୍କର ବିଜୟ ନିଶ୍ଚିତ ରୂପେ। କନଷ୍ଟାଣ୍ଟ ଗୁଡୱିଲ୍ ପାଇଁ ପ୍ରଥମ କଥା ଆବଶ୍ୟକତା ହଉଛି ଆମର ସେଇଭଳି ଗୋଟେ ଭାଇଟାଲ ଷ୍ଟ୍ରିଙ୍ଗ ଥିବା ଦରକାର। ଭାଇଟାଲ ଷ୍ଟ୍ରିଙ୍ଗ ଗୋଟେ ଶବ୍ଦ ଆପଣ ଦେଖନ୍ତୁ, ଭାଇଟାଲ ଷ୍ଟ୍ରିଙ୍ଗ ମାନେ କଣ? ଭାଇଟାଲ ଷ୍ଟ୍ରିଙ୍ଗ ଯାହା ହଉଛି ଅନ୍ତର୍ଯୋଦ୍ଧା, ସିଏ ଦେଖିପାରେ ଭବିଷ୍ୟତରେ କଣ ହଉ ଯାଉଛି, କାରଣ ଦିଟା ଭାଇଟାଲ କାମ କରୁଛି, ହାୟର ଆଉ ଲୋୟର। ତେଣୁ ଯୋଉ ହାୟରଟା ସିଏ ଦେଖିପାରୁଛି, ତାକୁ କହୁଛି ଭାଇଟାଲ ସିଙ୍ଗ। ସେ ଦେଖିପାରୁଛି କାଲି କଣ ଘଟିବ, ଆଗାମୀ କଣ ଘଟିବ, ଯାହା ନିଶ୍ଚିତ ଘଟିବ, ଯାହା ସତ୍ୟ, ଯାହା ଧ୍ରୁବ, ଯାହା ଅବସମ୍ଭାବୀ, ତାହା ନିଶ୍ଚୟ ଘଟିବ। ତାର ସେଇ ପ୍ରଖର ଦୃଷ୍ଟି ରହିଛି, ତାକୁ କହୁଛି ଭାଇଟାଲ ସିଙ୍ଗ। ଯୋଦ୍ଧା ହେଇକି ସେ ଅଛି। ତା ସହିତ ଦରକାର କଣ ନା ଭିଜିଲାଣ୍ଟ ମାଇଣ୍ଡ, ଜାଗ୍ରତ ମନ, ଜାଗ୍ରତ ମନ ଦରକାର। ଭିଜିଲାଣ୍ଟ ମାଇଣ୍ଡ, ମନ ସ୍ୱଚ୍ଛ, ଶୁଦ୍ଧପୂତ, ପରିଷ୍କାର, ମାର୍ଜିତ ଏବଂ ଏନଲାଇଟେନ୍ ହେଇକି ଥିବ, ବିବେକୀ ମନ, ପ୍ରଜ୍ଞାଯୁକ୍ତ ମନ। ତେଣୁ ଏ ସବୁ ଯାକ ହଉଛନ୍ତି ଏଭଳି ଡେଭଲପ କରିଛନ୍ତି। ଗୋଟେ ହଉଛି ଭାଇଟାଲ ସିଙ୍ଗ, ଗୋଟେ ହଉଛି ଭିଜିଲାଣ୍ଟ ମାଇଣ୍ଡ, ତା ସହିତ ଶରୀର ସମ୍ପୂର୍ଣ୍ଣ ଭାବରେ ସାଥ ଦଉଥିବ। ଆପଣା ଛାଏଁ ଗୁଡୱିଲଟା ଆସିବ, କାରଣ ସେଠି କଣ ହଉଛି ନା ମନ କୌଣସି ବିକୃତ ହେଇକି ନାହିଁ, ପରିଷ୍କାର ହେଇଗଲାଣି।
ସେ ଅନୁଭବ କରିବ ମତେ ଭଲ ଲାଗୁନି ସେ ସବୁ କଥା ଭାଇ ଆଉ କୁହନି ସେ ସବୁ ମତେ ଭାଇ ବିଲକୁଲ ଭଲ ଲାଗୁନି ସେ ଠିକ ଅଛି ସେ ତାଙ୍କର ଯଦି ସେଇଭଳି ସେ ବଞ୍ଚନ୍ତୁ ମତେ ସେଟା କିଛି କହିବା ଆବଶ୍ୟକ ନାହିଁ ମୋର ସମୟ ଲସ୍ ମ୍ୟାମକୁ ଜଣା ଆମେ ଆମର ଟିକେ ଉଚ୍ଚତର ଯତ୍ନରେ କଥା ହବା ଏମିତି କିଛି କଥା ହେବା ନାହିଁ ଯେମିତି ଯୋଉ କଥା ଗୁଡାକ କି ମାଙ୍କୁ କଷ୍ଟ ହଉଥିବ ଏଇ ସବୁ କଥାକୁ ସେଇ ଭିଜିଲାଣ୍ଟ ମାଇଣ୍ଡ ରଖିଦବ ନାଇଁ ଏ ଯୋଉ କଥା ଆମେ ସବୁ ହଉଛେ ଗନ୍ଧିଆ କଥା ଗୁଡାକ ଏ ସବୁ ମାଙ୍କୁ ଭଲ ଲାଗୁନି ମା ତ ବାରମ୍ବାର କହିଛନ୍ତି ତୁମେ ଯଦି ଦୁଇ ଜଣ କଥା ହଉଛ ସେ ଦୁଇ ଭାଇ ହୁଅ ଦୁଇ ଅପା ହୁଅ ଭାଇ ଅପା ହୁଅ ଯିଏ କଥା ହଉଛ ହୁଅ ତୁମେ କିନ୍ତୁ ମତେ ମଝିରେ ରଖିବ ମା ମୋର ବହୁତ ଚାଲାକି ମା ଟିଏ ନାଇଁ ଆମେ ପାଇଛେ ପରା ମା ଅଦିତିଙ୍କୁ ପାଇଛେ ଆଦ୍ୟାଶକ୍ତି ପରାଶକ୍ତି ଅଦିତ୍ୟା ମା ତୁମେ ଯାହା କଥା ହଉଛ ମତେ ରଖ ପାଖରେ ତୁମ ଦୁହିଁଙ୍କ ମଝିରେ ମୁଁ ରହିବି ତେଣୁ ସେଇଭଳି ମନୋଭାବ ଆସିବ କିନ୍ତୁ ଆପଣ ଦେଖନ୍ତୁ ପ୍ରାୟ ସମୟ ଷ୍ଟଡି କରିବେ କିଛି କିଛି ବ୍ୟକ୍ତି ଅଛନ୍ତି ଟିକେ କିଛି ମନ୍ଦ କଥା ଆଲୋଚନା ହୁଅନ୍ତା କି ଭାଇ ସେ କଣ କହିଲା ଟିକେ ଶୁଣନ୍ତି କି ତାକୁ ଭାରି ମଜା ଲାଗେ ଏ ଯୋଉ ଭେରାଇଟିର ଅନେକ ଲୋକ ଅଛନ୍ତି ତାଙ୍କୁ ଭଲ ଲାଗେ ଏଇଟା ହଉଛି ଗୋଟେ ବିକୃତ ପ୍ରାଣ ସେ ଚାହେଁ ପର ନିନ୍ଦା ପର ଚର୍ଚ୍ଚା ଟିକେ ତାକୁ ଟିକେ ଥିବ ଆସିଯିବ ସାଇକିଲ ଅଛନ୍ତି ମାନେ ବେଷ୍ଟ ଫ୍ରେଣ୍ଡ ନା ସବୁ ମନ ପ୍ରାଣ ଇନର ମାଇଣ୍ଡ ଇନର ବେଷ୍ଟ ଫ୍ରେଣ୍ଡ ଯଥାର୍ଥ ବନ୍ଧୁ ପଡୁଛି ସବୁ ଭାଇଟାଲ ଫିଜିକାଲ ବୁଝିଲେ କନଷ୍ଟାଣ୍ଟ ପରେ ସମ୍ଭବ ହେଇଯିବ one day it is certain. Let us have a sincere in it. We conduct way and the victory is certain. ଆକ୍ଚୁଆଲି ବସିବା ପ୍ରୋସେସ ଦେଖନ୍ତୁ କଣଟା କଲେ କଣ ଆମେ ତାର ଫଳାଫଳ ପାଉଛେ ରେଜଲ୍ଟ କଣ ପାଉଛେ ଟିକେ ଆଖି ବନ୍ଦ କଲେ ଟିକେ ମାଙ୍କୁ ଚାହିଁଲେ ନୀରବ ହେଇଗଲେ ସେମିତି ଟିକେ 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 ମଧ୍ୟରେ ଆମେ ହୃଦୟ କେନ୍ଦ୍ରରେ ଟିକେ ମାଙ୍କୁ ଅନୁଭବ କରୁ କରୁ କେତେ ଆନନ୍ଦ ଲାଗୁଛି କେତେ ବିଶାଳ ସାମ୍ରାଜ୍ୟ ଅଛି ଇନର ଏମ୍ପାୟାର ଅଛି ଅନ୍ତର୍ଗତ ସାମ୍ରାଜ୍ୟ ଅଛି ସେଇ ସାମ୍ରାଜ୍ୟ ମଧ୍ୟରେ ମୋର ମା ବସିଛନ୍ତି ତ ଏଇ ଯୋଉ ସବୁ ମାନେ ଅଦ୍ଭୁତ ଲାଗିବ ଅନିର୍ବାଚନୀୟ ବର୍ଣ୍ଣନା କରିହେବନି ଶବ୍ଦ ନାହିଁ ବାକ୍ୟ ନାହିଁ ଏମିତି କୋଉ ଭାବଟାକୁ ବୁଝେଇ ହବନି ଯିଏ ସେ ଲିଙ୍କଟା ପାଇଥିବ କନଷ୍ଟାଣ୍ଟ ସେଥିପାଇଁ ତା ମାଙ୍କୁ ଯେତେବେଳେ ପ୍ରଶ୍ନ ହେଲା ଯେ ମା ସବୁବେଳେ ସବୁ ସମୟରେ ମଧ୍ୟ ଆପଣ ହସି ପାରୁଛନ୍ତି କେମିତି କେମିତି ହସି ପାରୁଛନ୍ତି ମା କହିଲେ ଗୋଟେ କାରଣ I am always constant contact to the Supreme. I am always constant contact to the Supreme. ଓଡିଆଟା ବୁଝି ହଉଛି ସହଜରେ I am always ଏ ନିଜେ ମା କହୁଛନ୍ତି କନଷ୍ଟାଣ୍ଟ କଣ୍ଟାକ୍ଟ ଅଛି ଦ ସୁପ୍ରିମ ଅଛି ଯୋଗାଯୋଗରେ ଅଛି ତାଙ୍କ ସହିତ ଏକୀଭୂତ ହେଇଛି ତେଣୁ ସେଇ କଥାଟା ଯିଏ କରାଇବ ଯିଏ ଭିତରୁ ଚାହୁଁଛି ତେଣୁ ସେଇ ଇନର ବିଙ୍ଗସ ଗୁଡାକ ଅଛନ୍ତି ଇନର ବିଙ୍ଗସ କହିଲେ ଇନର ମାଇଣ୍ଡ ଇନର ଭାଇଟାଲ ଇନର ସଟଲ ଫିଜିକାଲ ଅନ୍ତର୍ଗତ ସୂକ୍ଷ୍ମ ଶରୀର
अंतर्गत प्राण अंतर्गत मन आकर जे मास्टर से साइकिल ये सब नहीं गोटे परिवार तैयारी होची अत्यंत शक्तिशाली परिवार सुंदर परिवार सब मिसीज मिसीगला कम इजिल हम कौन से गोटे कृत्रिम हस हसिया दरकार ना स्माइलिंग फेसटा देखो आम देखीचे जहाँ आम अनुभव करुचे माँ कर स्माइलिंग फेस केते हसखुसिया मुहटे केड़े सुंदरिया मुहटे माँ मोर केड़े सुंदर हसटीए कला मेघ हटि जाउची कला बादल हटि जाउची वीर शक्ति हारी जाउ होंती माँ रहा हूँ स्पंटेनियसली सत्तः सत्तः ये हसटे कौन सी कृत्रिमता ना मनीष हसे बेले बेले अधा हस फाड़िकिया हस केमती हस आम सब जानी सेटा हूँ मिक्स ताकू देखी गोटे हस आकू देखी हस ताकू देखी हस भितरे भितरे नहीं भितरे किसी नहीं भितरे पूरा 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 जमी अबर्जिया भर्ती अच्छी खाली गोटे कृत्रिमता आर्टिफिशियल बुझे माँ से ना हस तेज आम से स्वच्छ हसटा केमती आसो ना जी आने से गुड विल क्या अन्यर खुशी मो खुशी हो पारुची कि अन्यर प्रगति देखिले मते आनंद मिलुची कि अन्य जने माँ को सेतिकी पढ़ापढ़ी करी गवेषणा करी उपलब्धि करी जदि से भल दीपट कही पारुची ताले मते खुशी लगुची कि माँ को जनाऊँ कि माँ अशेष कृतज्ञता तुम्हें बढ़िया इंस्ट्रुमेंट तैयारी करुच भल जंत्र गुड़ा तैयारी करुच नाई नाई उत्तरटा आप जानते कह आवश्यक ना बर्तमान ओडिशा इतिहास जहाँ घटुची तो केबे आमे से भली एकनिष्ठ भाव में आत्मकेन्द्रिक हवा संपूर्ण भाव में माँ का हाथ में धर दबा माँ कहते ट्राए ट्राए टू डू द गुड and never forget that God sees you everywhere. God आमु देखुचंती कैपिटल जी गॉड से देखुचंती ये भूली जाओ नहीं जहाँ सर्वोत्तम ताहा ही करिया पई प्रयास कर सदिच्छापूर्ण मनोभाव रख कदापि भूली जाओ नहीं जे स्वयं ईश्वर तुमको देखुचंती तो जहाँ ये आउ टिके जोड़िले माँ आमर चिंता चेतना भावना रे मध्य आम जहाँ किसी चिंता करुचे माँ शुणुंट जान ना कहले तो ठीक अच्छे कि शब्द वाक्य विनिमय शुणिला से तो भिन्न कथा भितर जदि किसी टिके आम खाली भावी दौचे ताहा भी माँ जानुंट गोटे क्रिटिकल कथा नहीं भाविले जदि भावीदेले टिके जदि भावनाटा टिके दूषित हो गला गोलमाल हो गला ताहा भी माँ जानुंट से तो श्रीमन देले कौन देले गोल्डन रूल बुझे 1928 मसीहा मार्च 28 रे गोटे गोल्डन रूल आसी जो डाइनिंग बना से मेसेजटा हूँ ऑलवेज बिहेव एज इफ द मदर वाज लुकिंग एट यू बिकॉज शी इज इंडीड ऑलवेज प्रेजेंट এটা হচ্ছে 1928 মସିହା ମାର୍ଚ୍ଚ 28 ର ଗୋଟେ ସୁବର୍ଣ୍ଣ ନିୟମ ଗୋଲ୍ଡେନ ରୁଲ ବୋଲି କୁହା ହଉଛି ଗୋଲ୍ଡେନ ରୁଲ ତେଣୁ ଯାହା ସର୍ବୋତ୍ତମ ତାହା ହିଁ କରିବା ପାଇଁ ପ୍ରୟାସ କର ଯାହା ସର୍ବୋତ୍ତମ ତାହା ହିଁ କରିବା ପାଇଁ ପ୍ରୟାସ କର କଦାପି ଭୁଲି ଯାଅ ନାହିଁ ଯେ ସ୍ୱୟଂ ଈଶ୍ୱର ତୁମକୁ ସର୍ବତ୍ର ଦେଖୁଛନ୍ତି ଏଟା ମା କହିଲେ प्रभु कौन कहले ऑलवेज बिहेव एज इफ
The mother was looking at you because she is indeed always present. ଜାଣିଛେ ଆମେ ସବୁ ଆଲୋଚନା, ଏଇଟା ବହୁତ ଆଲୋଚନା ହଉଛି, ଏହାର ଅର୍ଥ କିଛି କରିବା ଆବଶ୍ୟକ ନାହିଁ, ଜାଣିଛନ୍ତି ସମସ୍ତେ। ତେଣୁ ଏଇ ଦିଟା ଦେଖନ୍ତୁ, ମା କହୁଛନ୍ତି ପ୍ରଭୁ ଦେଖୁଛନ୍ତି, ପ୍ରଭୁ କହୁଛନ୍ତି ମା ଦେଖୁଛନ୍ତି। ଭଲ କଥା ଆଉ, ଭଲ କଥା ଆଉ କଣ। ମା କହିଲେ ଭୁଲି ଯାଉ ନାହିଁ, ଈଶ୍ୱର ଦେଖୁଛନ୍ତି। ଗଡ୍ ସି ୟୁ ଏଭ୍ରିୱେୟାର, ନେଭର ଫରଗେଟ୍। ଶ୍ରୀରାମ କହୁଛନ୍ତି ମା ଚାହିଁଛନ୍ତି, ମା ଦେଖୁଛନ୍ତି। ତେଣୁ ଏ ଦିଟା ମେସେଜକୁ ଆପଣ ଦେଖନ୍ତୁ, ଟିକେ ମିଳାନ୍ତୁ। ତେଣୁ ବୋଥ୍ ଉଭୟ ଆମକୁ ଦେଖୁଛନ୍ତି, ପରଖୁଛନ୍ତି, ଆମ ସହିତ ଅଛନ୍ତି, ଆମ ସହିତ ସେ ରହିଛନ୍ତି, ସୂକ୍ଷ୍ମ ରହି କାର୍ଯ୍ୟ କରୁଛନ୍ତି, ଆମକୁ ଗାଇଡ କରୁଛନ୍ତି, ଆମକୁ ୟୁଜ୍ କରୁଛନ୍ତି। ତେଣୁ ଯେତେବେଳେ ସର୍ବ ଭାବରେ ଯତ୍ନାସ୍ତି ଆମେ ପ୍ରୟାସ କରି ତାଙ୍କ ସହିତ ଏକୀଭୂତ ହେଇଯିବା, ତାଙ୍କ ସହିତ, ତାଙ୍କ ଭାବନା ସହିତ ମୋ ଭାବନା ମିଶିବ, ତାଙ୍କ ଚେତନା ସହିତ ମୋ ଚେତନା ମିଶିବ, ତାଙ୍କ ଆଖିରେ ମୁଁ ଦୁନିଆ ଦେଖିବି। ବର୍ତ୍ତମାନ ମୋ ଆଖିରେ ମୁଁ ଦେଖୁଛି ନା, ତେଣୁ ସିଏ କଣ କରିବେ ନା ମତେ ୟୁଜ୍ କରିବେ, ମୋ ଆଖିରେ ଦୁନିଆ ଦେଖିବେ, ମୁଁ ମଧ୍ୟ ତାଙ୍କ ଆଖିରେ ଦୁନିଆ ଦେଖିବି। ବୁଝିଲେ ନା, ଦିଟା ମିଶିବ। ଆମେ କଣ ଏବେ ଦେଖୁଛେ, our eyes are fixed in an external scene। ଆମର ଆଖି ଏନି କଣ ହେଇଛି, ସାବିତ୍ରୀ ମହାକାବ୍ୟର ଯୋଉ ଲାଇନଟା, our eyes are fixed in an external scene। ଆମର ଆଖି ଏନି କଣ କରୁଛି କହିଲେ, କେବଳ ବହିର୍ଗତ ଦୃଶ୍ୟ ଦେଖୁଛି, ଏକ୍ସଟର୍ନାଲ ସିନ୍। ତେଣୁ ସେଇ ବହିର୍ଗତ ମଧ୍ୟରେ ଯିଏ ଅଛି ତାକୁ ଦେଖିପାରୁନାହିଁ। ତେଣୁ ହେ ମା, ତୁମେ ମୋ ଆଖିକି ୟୁଜ୍ କର, ମୋ ଆଖିକୁ ସେଇଭଳି ସ୍ୱଚ୍ଛ କର, ସୁପର ସେନ୍ସ ଦିଅ, ସୁପର ସାଇଟ୍ ଖୋଲି ଦିଅ, ଯେମିତି ମୁଁ ତୁମକୁ ଦେଖିପାରେ, ତୁମେ ମତେ ଦେଖିପାର। ଆମେ ଦୁହେଁ ପରସ୍ପର ଚିହ୍ନା ଚିହ୍ନି ହବା। କାରଣ ବର୍ତ୍ତମାନ ଆଖିରେ ଯୋଉ ଗୋଟେ ପରଳ ପଡ଼ିଯାଇଛି, ମୋଟା ବହଳ ଗୋଟେ ପରଦା ପଡ଼ିଯାଇଛି, ତେଣୁ ସିଏ ଦେଖିପାରୁନି, ସେ ଖାଲି ଆଉଟର ଦେଖୁଛି, ଆଉଟର ସିନ୍ ଦେଖୁଛି। ଯେତେବେଳେ ଏଇ ସବୁ ବ୍ୟାକୁଳତା କାମ କରିବ ନା, ଇଏ ହଉଛି ସଦିଚ୍ଛାପୂର୍ଣ୍ଣ ବ୍ୟାକୁଳତା। ସଦିଚ୍ଛାପୂର୍ଣ୍ଣ ବ୍ୟାକୁଳତା। ଯଦି ଏଇଭଳି କାର୍ଯ୍ୟଟି ଅହରହ ଲାଗି ରହିଲା, ପରସିଭରାନ୍ସ, ଏଇଭଳି ଅଧ୍ୟବସାୟ ଲାଗି ରହିଲା, ତାଙ୍କର ବିଜୟ। ଆମେ ଯାହା ଯାହା ଉପରେ ବିଜୟ ହାସଲ କରିବା, ମାଙ୍କର ବିଜୟ ସେଇଟା। ରାଗ ଉପରେ, କ୍ରୋଧ ଉପରେ, ହିଂସା ଉପରେ, ଈର୍ଷା ଉପରେ, ଦମ୍ଭ ଉପରେ, ଗର୍ବ ଉପରେ, ଯାହା ଯାହା ଭ୍ୟାନିଟି ହଉ, ପ୍ରାଇଡ ହଉ, ଜେଲସି ହଉ, ପ୍ରିଟେନସନ ହଉ, ଯାହା ଉପରେ ଆମେ ବିଜୟ ହାସଲ କରିବା, ମାଙ୍କର ବିଜୟ। କାରଣ ସେ ମାତ୍ରାଟା କଟିଯିବ। ବିଶ୍ୱରେ ଯୋଉଭଳି ଭାବରେ ଇଏ ପୁରା ପରିପୂର୍ଣ୍ଣ ହେଇକି ଅଛି, ସେ ବିଶ୍ୱର ପରସେଣ୍ଟେଜ ସେ ହ୍ରାସ କରାଇବ, କଟି କଟି ଯିବ ବା କମିଯିବ, ହ୍ରାସ ପାଇବ। ତାର ମା କହୁଛନ୍ତି, ତେଣୁ ବର୍ତ୍ତମାନ ସମୟରେ ଆମ ପାଇଁ ଯାହା ସବୁଠୁ ବଡ଼ ଉପଯୋଗୀ ଆଉ ବିଷମ ନାହିଁ। ତେଣୁ ମା କହୁଛନ୍ତି ଆମେ ଦିଟା କଥା ହଉଛି, ଆମେ ରାଇଟ୍ ବିଙ୍ଗ ହବା ନା ରଙ୍ଗ ବିଙ୍ଗ ହବା। ରାଇଟ୍ ବିଙ୍ଗ, ରଙ୍ଗ ବିଙ୍ଗ, କୋଉ ପଟେ ଆମେ ଚାଲିବା, କୋଉ ପକ୍ଷ। ମା ଯେମିତି ଦେଖିଲେ ଭଲ ମୁରେ, କୋଉ ପକ୍ଷ ତମେ ନବ, ସତ୍ୟ ନା ସତ୍ୟ ପକ୍ଷ, କୋଉ ପକ୍ଷ ନବ। ନ୍ୟାୟଣ ଦରକାର ନା ନାରାୟଣ ସିନା ଦରକାର। ଅର୍ଜୁନ ଆଉ ଦୁର୍ଯ୍ୟୋଧନ କିଏ କାହାକୁ ବାଛିଲେ, ରାବଣ ଦଳିଆ ହବା ନା ରାମ ସେନା ହବା। ଚଏସ୍। ପାଣ୍ଡବ ପଟେ ରହିବି ନା କୌରବ ପଟେ ରହିବି, ବିଦ୍ୟା ନା ଅବିଦ୍ୟା, ସତ୍ୟ ନା ଅସତ୍ୟ, ଟ୍ରୁଥ ଅନଟ୍ରୁଥ, ସବୁ ଚଏସ୍ କରିବାକୁ ପଡିବ। ତେଣୁ ରାଇଟ୍ ବିଙ୍ଗ, ରଙ୍ଗ ବିଙ୍ଗ ଯାହା ଅଛି, ତ ଦୁଇଟା ଚଏସ୍ କଲା ବେଳକୁ
ବର୍ତ୍ତମାନ ଯୋଉ ମିକ୍ସଚର ଲାଇଫରେ ଆମେ ଅଛେ, ମିକ୍ସଚର ଲାଇଫ ଜୀବନଟା ବର୍ତ୍ତମାନ ଯୋଉଭଳି ଭାବରେ ପୁରା ମିଶ୍ରଣ ହେଇକି ଅଛି, ବହୁତ ସମୟରେ ଆମେ ତାକୁ ଅଲଗା କରିପାରୁନେ। ସବୁରେ ପରିପୂର୍ଣ୍ଣ ହେଇକି ଅଛେ। ମା କହିଲେ ଏଭଳି ଭାବରେ ମିକ୍ସ ଲାଇଫରେ ଆମେ ଅଛେ। ଆମର ସବୁପଟିଆ ଖୁର ଅଛି, ଦାଢ ଅଛି, ଏପଟ ଟିକେ ସେପଟ ଟିକେ, ସେପଟ ଟିକେ ଏପଟ ଟିକେ। ମାନେ ଗୋଟେ ଡଙ୍ଗା ଚଏସ୍ କର, ଡବଲ ଡଙ୍ଗାରେ ବସିକି ଯଦି ନଦୀ ପାରି ହେବି, ପାରି ହବ କି? ହେଇପାରିବ କି? ନାଇଁ ମୁଁ କୋଟିପତି, ମୁଁ ଧନପତି, ମୁଁ ବିଶାଳ ଲୋକ, ମୁଁ ଡବଲ ଡଙ୍ଗାରେ ପାରି ହେବି। ଗୋଟାଏ ଗୋଡ ଏପଟ ରହିବ, ଗୋଟାଏ ଗୋଡ ସେପଟ ରହିବ, ଡବଲ ଡଙ୍ଗା ହବ କି? ମା କହୁଛନ୍ତି ସିଙ୍ଗଲ, ଗୋଟାଏ ଡଙ୍ଗାକୁ ଚଏସ୍ କର, ସତ୍ୟ ନା ସତ୍ୟ। There is only one way of being right, but there are many ways of being wrong. ଉଚିତ କର୍ମ କରିବାର ଏକମାତ୍ର ମାର୍ଗ ରହିଛି, କିନ୍ତୁ ଅନୁଚିତ କର୍ମ କରିବା ପାଇଁ ବହୁ ମାର୍ଗ ତୁମ ପାଇଁ ଖୋଲା ଅଛି। ତୁମେ ଚଏସ୍ କର, ବହୁ ମାର୍ଗରେ ଯିବ ନା ଏକ ମାର୍ଗକୁ ଯିବ। ଯୋଉ ନ୍ୟୁ ପାଥ ଆସିଛି, ନ୍ୟୁ କ୍ରିଏସନ ଆସିଛି, ନ୍ୟୁ ଲାଇଟ୍ ଆସିଛି, ନ୍ୟୁ ଟ୍ରୁଥ ଆସିଛି, ଯାହା କାଲି ଘଟିବାକୁ ଯାଉଛି ସେଇ ମାର୍ଗରେ ଯିବ ନା ବହୁ ମାର୍ଗରେ ଜୁଆଳି ପକେଇ ବେଙ୍ଗଳା ପଡିବ। ଜୁଆଳି ଲେଖିଛନ୍ତି ମା, ଜୁଆଳି ଜୀବନ, କଇଁଚ ଜୀବନ, ଜିଆ ଜୀବନ ସବୁ ଲେଖିଛନ୍ତି। ଇଏ ହଉଛି ଚଏସ୍। ତେଣୁ ଗୁଡ ୱିଲ୍ ବାଛିବ, ଗୁଡ ୱିଲ୍, ଇଲ୍ ୱିଲ୍, ବ୍ୟାଡ ୱିଲ୍। ତେଣୁ ଆମେ ନିଜକୁ ନେଇ ଯଦି ଟିକେ ପରଖିବା, ମୋ ଯଦି କଣ ତରାଜୁ ଥିବ, ଟିକେ ମାପିଦବା, ନିକିତି ମାପିଦବା, ମୋ ପାଖରେ ବେଶୀ ଗୁଡ ୱିଲ୍ ଅଛି ନା ବେଶୀ ଇଲ୍ ୱିଲ୍ ଅଛି? ତେଣୁ କୌଣସି ନିକିତି ବା ନାହିଁ, ନିକିତି ନାହିଁ। ତାକୁ ମାପ କରିବା ପାଇଁ ନିକିତି ବି ନାହିଁ, ମାର୍କେଟରେ ମିଳିବନି ନିକିତି। ସେମିତି ନିକିତି କିଛି ନାହିଁ, ମାପ ହେଇପାରିବନି ସେ। ନିଜକୁ ନିଜେ ମାପିବାକୁ ପଡିବ। ମା ଜାଣିଛନ୍ତି, ମାପଟା ମା କରିଦେବେ। ତେଣୁ ମୋ ସହିତ ମତେ ଯୁଦ୍ଧ କରିବାକୁ ପଡିବ। ଲାଷ୍ଟ ମେସେଜ ସରିବା। ମା କହୁଛନ୍ତି, ଯୋଉଟା କି ପ୍ରାୟ ସମୟରେ ଚର୍ଚ୍ଚା ହୁଏ, ଆଲୋଚନା ବି ଆସେ, ଗୁଡୱିଲ୍ ଫର ଅଲ୍ and goodwill from all is the basis of peace and harmony. ସମସ୍ତଙ୍କ ପାଇଁ ସଦିଚ୍ଛା, ସମସ୍ତଙ୍କ ଠାରୁ ସଦିଚ୍ଛା, ତାହା ତ ହିଁ ଶାନ୍ତି, ତାହା ତ ହିଁ ସଂଗତି। ଏହା ହେଉଛି ଯଥାର୍ଥ ଭିତ୍ତି। ସମସ୍ତଙ୍କ ପାଇଁ ସଦିଚ୍ଛା। ସେଥିପାଇଁ ପୂର୍ବସୂରୀ ମାନେ, ଗୁରୁବର ମାନେ, ସାଧୁ ସନ୍ନ୍ୟାସୀ ସନ୍ଥ ମୁନି ମାନେ ପ୍ରଭାତ ପ୍ରେୟାରରେ ସେ କଣ ଗାଆନ୍ତି? ଜଗତ କଲ୍ୟାଣ ହଉ, ବିଶ୍ୱର କଲ୍ୟାଣ ହଉ, ଶାନ୍ତି ହି ଶାନ୍ତି ହି ଶାନ୍ତି ହି, ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ। କାରଣ ସେମାନେ ଶାନ୍ତିକୁ ଅନୁଭବ କରିଥିଲେ। ଜଗତ କଲ୍ୟାଣ, ବିଶ୍ୱ କଲ୍ୟାଣ, ମାନବ ଜାତିର କଲ୍ୟାଣ, ସମସ୍ତଙ୍କର କଲ୍ୟାଣ, ସମସ୍ତଙ୍କ ପାଇଁ ସଦିଚ୍ଛା ସେମାନେ ଜାଣିଥିଲେ। କାହିଁକି ନା ମା କହୁଛନ୍ତି ସେମାନେ ଶାନ୍ତିଟାକୁ ନିଜ ମଧ୍ୟରେ ପ୍ରତିଷ୍ଠା କରିଥିଲେ। ମା କହିଲେ ଯିଏ ଶାନ୍ତିକୁ ନିଜ ମଧ୍ୟରେ ଅନୁଭବ କରିପାରୁନାହିଁ, ସେ ବାହାରେ କେଉଁଠି ବି ଶାନ୍ତି ପାଇପାରିବ ନାହିଁ। ଶାନ୍ତି, ପିସ୍, କ୍ୟାପିଟାଲ ପି, ପିସ୍। ଓ ପିସ୍ କମ୍ and manifest. ଓ ପିସ୍ କମ୍ and manifest. ତେଣୁ ଭାଇ ଭଉଣୀ ମାନେ, ଆମେ ଯେତେ ଗୁଡେ କ୍ୱାଲିଟିକୁ ଆଲୋଚନା କରୁଛନ୍ତି, ପ୍ରୟାସ କରିବା, ଲାଗି ରହିବା, କେବେ ବି ଆଶା ହରାଇବା ନାହିଁ। ନେଭର ଲୁଜ୍ ହୋପ୍, ନେଭର ଲୁଜ୍ ହୋପ୍। ହୋପ୍ ଇଜ୍ ଏ ଡିଭାଇନ୍ ଭର୍ଚ୍ୟୁ, ହୋପ୍ ଇଜ୍ ଏ ଡିଭାଇନ୍ କ୍ୱାଲିଟି। ନେଭର ଲୁଜ୍ ହୋପ୍। ଆଶା ରଖିବା,
ତେଣୁ ଯୋଉ ମାଙ୍କର କୋଳରେ ଆମେ ସମସ୍ତେ ଆଶ୍ରୟ ପାଇଛନ୍ତି ଭାଇ ଭଉଣୀ ମାନେ ଆମେ ସମସ୍ତେ ସତତ ଭାଗ୍ୟବାନ। ତମର ବିରାଟ ସୌଭାଗ୍ୟ। କୋଟି କୋଟି ଜନସଂଖ୍ୟା ଅଛନ୍ତି, ତା ଭିତରେ କିଛି ଜଣ ସଚେତନ ଆତ୍ମା ଜାଣିଲଣି, ବୁଝିଲଣି, ପ୍ରୟାସ କଲେଣି, ନିଜର ପରିଚୟ ପାଇଲେଣି। ମୁଁ କିଏ, ମୁଁ କାହିଁକି ଆସିଛି, କଣ ପାଇଁ ଆସିଛି। ଏବଂ ମା ଶ୍ରୀଅରବିନ୍ଦ ଯୋଉ ବିରାଟ ସତ୍ୟକୁ ଓହ୍ଲେଇ ଆଣିଛନ୍ତି, ଯାହା ସେ କରିଛନ୍ତି, ଯାହା କରି ଯାଇଛନ୍ତି, ଯାହା ହବାକୁ କାଲି ଯାଉଛି, କାଲି ତ ଘଟିବ, ଯାହା ଅବଶ୍ୟମ୍ଭାବୀ, ଯାହା ସିଦ୍ଧାନ୍ତ, ଯାହା ନିଷ୍ପତ୍ତି ନେଇଛନ୍ତି, ତାହା ତ ଫଳିବ ହିଁ ଫଳିବ। ଆମେ ପଛରେ ପଡ଼ିଯିବାନି ତ, ଆମେ ବହୁ ଦୂରକୁ ଚାଲିଯିବାନି ତ। ସେଥିପାଇଁ ବେଳ ଥାଉ ଥାଉ ସାବଧାନ ହବା। ମାଙ୍କର ଜୟ ହଉ। ସମସ୍ତଙ୍କ ପାଇଁ ମାଙ୍କର ଆଶୀଷ, ସମସ୍ତଙ୍କ ପାଇଁ ଅନ୍ତରପ୍ରଦେଶରୁ ସଦିଚ୍ଛା। ସମସ୍ତେ ଆମେ ଗୋଟେ ଡଙ୍ଗାରେ ବସିଛନ୍ତି, ନିଶ୍ଚିତ ମା ସେ ଡଙ୍ଗା ଚଳାଉଛନ୍ତି, ଆଗେଇ ନେବେ ସିଏ, ଜୀବନ ଦେଇଛନ୍ତି ସିଏ, ସମ୍ଭାଳିବେ ସିଏ। ବନ୍ଦେ ମାତରମ୍। ନମସ୍କାର ସମସ୍ତଙ୍କୁ। ଜୟ ମା।